हालेलुया हालेलुया। बोलो यीशु महाराज की, बोलो यीशु महाराज की। आज केते जण ईश्वर वाक्य शुणा ପାଇଁ ପ୍ରସ୍ତୁତ ଅଛନ୍ତି ସମସ୍ତେ ନା? ଆଶା ମାନେ ଏ ସମୟରେ ପାଷ୍ଟର ହାରନ ସାର୍ ଆମମାନଙ୍କୁ ସେ ଉତ୍ତମ ବାକ୍ୟ ସେ କ'ଣ କଲେ କହିଗଲେ, ହଁ କି ନାହିଁ? ବୋଲେ यीशु महाराज की। ଈଶ୍ୱର ବାକ୍ୟ ଖାଲି ବାକ୍ୟର ନାହିଁ କିନ୍ତୁ ଶକ୍ତିରେ ମଧ୍ୟ ପୁଣି ପ୍ରକାଶ ହେବାର ଅଛି। ଆଉ ପ୍ରଭୁ ମୋର ମନ ଢାଳୁଥିଲେ ସେ ବିଷୟରେ, ଯୁଦ୍ଧ ବିଷୟରେ। କି ବିଷୟରେ? ବୋଲେ यीशु महाराज की। ଶୈତାନ ପୁଣି ସେ କ'ଣ ମାରେ? ତୀର ମାରେ। ହେଲେ ଆମେ ତାକୁ କ'ଣ ମାରବା? କ'ଣ ସାଇଜରେ ଆମେ ତାକୁ ଲଢ଼େଇ କରିବା? କ'ଣ ସାଇଜରେ? କ'ଣ କି ମାରବୁ କେଉଁଠି? ସେ ତୀର ତ ମାରବ ନା। ହିନ୍ଦୀରେ ବଢ଼ିଆ ଲେଖା ହେଇଛି ଏପିସି ପୁସ୍ତକ, ଜଲତି ହୁଇ ତୀର ମାରବ ସେ। ହେଲେ ଆପଣ କେମିତି ମାରବେ ଶୈତାନକୁ? ବୋଲେ ଅସ୍ତ୍ର କୁହନ୍ତୁ, ଅସ୍ତ୍ର କଥା। କାତିରେ ମାରବେ କି ଟାଙ୍ଗିଆରେ ମାରବେ? କେଉଁଠି ମାରବେ? ସେ ବାକ୍ୟ ତ କେଉଁଠି ମାରବେ? କେଉଁଠି? ଯେମିତିକି ସେ ଜଲତି ହୁଏ ତୀର ମାରବ ଯେମିତି। ହେଲେ ଆପଣ କେମିତି ମାରବେ? କେମିତି ତାକୁ? ଠିକ୍ ଅଛି, ଖଣ୍ଡାରେ ମାରବେ ତ? ହେଲେ ଯଦି ଖଣ୍ଡାରେ ଯଦି ଆପଣ ମାରବା ପାଇଁ ଚାହିଁବେ ଶୈତାନକୁ, ହେଲେ ଖଣ୍ଡାରେ ଦୂରରେ ମାରବେ ନା ପାଖରେ ଯାଇକି ମାରି ହେବ? ଖଣ୍ଡାରେ ସେ କେମିତି ମାରବ? ଦୂର ମାରବ। ଆମେ ସରି, ହେଲେ ଯଦି ଶୈତାନକୁ ମାରବା ପାଇଁ ହେଲେ ପାଖକୁ ଯିବା ପଡ଼ିବ। କାହିଁକି? ଖଣ୍ଡା ଅଛି। ଯଦି ଭାବି ନିଅନ୍ତୁ ଆପଣ ଦୂରରେ ମାରବେ, ଖଣ୍ଡା ଏମିତି କ'ଣ କରିବେ? ଫିଙ୍ଗିବେ। ଯଦି ସପୋଜ ଯଦି ବାଜିଲା ନାହିଁ, ସାଇଟ୍ ହେଇଗଲା, ହେଲେ ଅବସ୍ଥା କ'ଣ ହେବ? ଅବସ୍ଥା କ'ଣ ହେବ? କ'ଣ ହେବ? ଯଦି ଶୈତାନକୁ ମାରବାର ଅଛି ନା, ଆମେ ଶୈତାନ ପାଖକୁ ଯିବାକୁ ପଡ଼ିବ। ଏମିତି ସାମନା। କେତେ ଜଣ ଶୈତାନକୁ ମାରବା ପାଇଁ ଯାଉଛନ୍ତି? କାହାର ପାଖକୁ ଯିବାକୁ ପଡ଼ିବ? ସେ ମିଶା କ'ଣ କରିବ? ସେ ମାରବ। ଆମିଷା କ'ଣ କରିବାକୁ ପଡ଼ିବ? ଆଟାକ୍ କରିବାକୁ ପଡ଼ିବ। ବୋଲେ यीशु महाराज की। ଆପଣ ଶୈତାନ ପାଖକୁ ଯାଇପାରିବେ ତ? ଯଦି ଆପଣ ଦୂରରେ ମାରବେ, ଫିଟିଗଲା, ଶୈତାନ କ'ଣ କରିବ ନାହିଁ? ଛାଡ଼ିବ ନାହିଁ। ତେଣୁ ଶୈତାନକୁ ଯେତେବେଳେ ଆମେ ସାମ୍ନା କରିବା ପାଇଁ ହେଲେ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ଆଉ ସେ ପ୍ରସ୍ତୁତ କ'ଣ? ଆଜି ଆମେ ଅଳ୍ପ ସମୟ ମାନେ କ'ଣ କରିବା? ଅଧ୍ୟୟନ କରିବା। ବୋଲେ यीशु महाराज की। ହାଲେଲୁୟା ହାଲେଲୁୟା। ଆସ ଏପିସି ପୁସ୍ତକ କାଢ଼ନ୍ତୁ। ଏପିସି ପୁସ୍ତକ 6 ଅଧ୍ୟାୟ। ଏପିସି ପୁସ୍ତକ 6 ଅଧ୍ୟାୟ 10 ପଦ ଲେଖାଯାଏ, ଶେଷ କଥା ଏହି ପ୍ରଭୁଙ୍କର ଶକ୍ତି ପ୍ରାପ୍ତ ହୋଇ ତାହାଙ୍କ ପରାକ୍ରମରେ ବଳବାନ ହୁଅ। ଫାଷ୍ଟ କ'ଣ ହେବାର ଅଛି? ମାନେ ପ୍ରଭୁଙ୍କ ଠାରୁ କ'ଣ ପାଇବାର ଅଛି? ଶକ୍ତି ପାଇବାର ଅଛି। ଆଉ ପୁଣି କ'ଣ? ତାଙ୍କ ପରାକ୍ରମରେ ବଳବାନ ହୁଅ। 11 ପଦ, ତୁମେମାନେ ଯେପରି ଶୈତାନର ସମସ୍ତ ଚାତୁରୀ ବିରୁଦ୍ଧରେ ଦଣ୍ଡାୟମାନ ହୋଇପାର, ଏଥି ନିମନ୍ତେ ଈଶ୍ୱର ଦତ୍ତ ସମସ୍ତ ସଜ୍ଜାରେ ଆପଣା ଆପଣାକୁ ସୁସଜ୍ଜିତ କର। ବୋଲ यीशु महाराज की। ହାଲେଲୁୟା। ଶୈତାନ ପୁଣି ବହୁତ ଚତୁର। ଯଦି ଭାବନ୍ତୁ, ଯଦି ଏତେ ଚତୁର, ଏତେ ଖଳ, ଏତେ ଚାଲାକି, ଯଦି ହବାକୁ ଯଦି କ'ଣ କରିଦେଲା? କ'ଣ କଲା ସେ? ମାନେ ଯେଉଁ ପରମେଶ୍ୱର ଯେଉଁ ଆଜ୍ଞା ଦେଇଥିଲେ ସେ ଆଜ୍ଞାକୁ ଉଲ୍ଲଙ୍ଘନ କରାଇଲା, ପାପରେ ପକାଇଲା, ତ ଶୈତାନ ଆପଣଙ୍କୁ ମୋତେ ସେ କ'ଣ ସେ ତୋଡ଼ ଯଦି ହବାକୁ ଯଦି କ'ଣ କଲା? ପାପରେ ପକାଇଦେଲା, ଆପଣଙ୍କୁ ମୋତେ ସେ ପାପରେ ପକାଇବ କି ନାହିଁ? ସେ ବହୁତ ସେ ଚତୁର, ସେ ବହୁତ ସେ ଚାଲାକି। ସେ ଲେଖାଯାଏ 12 ପଦରେ, କାରଣ ଆମମାନଙ୍କର ଯୁଦ୍ଧ ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ, କିନ୍ତୁ ଆଧିପତ୍ୟ ବିରୁଦ୍ଧରେ, କର୍ତ୍ତାପଣ ବିରୁଦ୍ଧରେ, ଏହି ଅନ୍ଧକାର ଜଗତପତିମାନଙ୍କ ବିରୁଦ୍ଧରେ, ପୁଣି ଆକାଶ ମଡ଼ ଦୁଷ୍ଟ ଆତ୍ମାମାନଙ୍କର ବିରୁଦ୍ଧରେ। ବୋଲେ यीशु महाराज की। ହାଲେଲୁୟା। ତେବେ ଆମମାନେ ଶୈତାନକୁ ଲଢ଼େଇ କରିବା ପୂର୍ବ ଆମେ ପ୍ରସ୍ତୁତ ହେବାକୁ ପଡ଼ିବ। କ'ଣ ହେବାକୁ ପଡ଼ିବ? ଏ ଲେଖାଯାଏ କ'ଣ କ'ଣ ପ୍ରସ୍ତୁତି। ଯଦି ଆମମାନେ 14 ପଦରେ ପଢ଼ବା, 14 ପଦରୁ, ସେ ଏପିସି 6 ଅଧ୍ୟାୟ 14 ପଦରୁ, ଅତଏବ ସତ୍ୟ ରୂପ କଟି ବନ୍ଧନରେ କଟି ବାନ୍ଧି ଧାର୍ମିକତା ରୂପ ଉରସ୍ତାର ପରିଧାନ କର। ବୋଲ यीशु महाराज की। କଟି ବନ୍ଧନ ଅର୍ଥାତ୍ କ'ଣ? ବେଲ୍ଟ। କ'ଣ ପିନ୍ଧିବାର ଅଛି? ବେଲ୍ଟ। ସେକେଣ୍ଡ ନମ୍ବର ଅଛି କ'ଣ? ଧାର୍ମିକତା ରୂପ ଉରସ୍ତାଣ ପରିଧାନ କର। ଅର୍ଥ କ'ଣ? ଉରସ୍ତାଣ ବୋଲି କରି କହିଲେ ବ୍ରେଷ୍ଟ ପ୍ଲେଟ୍। ବେଲ୍ଟ ହେଲା, ତାପରେ କ'ଣ? ଛାତିରେ। 15 ଶାନ୍ତିଦାୟକ ସୁସମାଚାର ନିମନ୍ତେ ସୁସଜ୍ଜିତ ରୂପ ପାଦୁକା ପାଦରେ ପିନ୍ଧି ଅଟଳ ହୋଇଥା। ତାପରେ କ'ଣ ପୁଣି ଅଛି? କ'ଣ ପିନ୍ଧିବାର ଅଛି? ଚପଲ, ବୁଟ୍ ପିନ୍ଧିବାର, ଚପଲ ପିନ୍ଧିବାର ଅଛି। ବୋଲେ यीशु महाराज की। बोलो यीशु महाराज की।
ହାଲେଲୁୟା। ସେଥି ସଙ୍ଗେ ସଙ୍ଗେ ଯଦ୍ୱାରା ପାପାତ୍ମାର ଅଗ୍ନିବାଣ ସବୁ ନିର୍ମାଣ କରିବାକୁ ସମର୍ଥ ହୁଅ ସେହି ବିଶ୍ୱାସ ରୂପ ଢାଳ ଧର। କ'ଣ ଧର? ପୁଣି ଢାଳ। ପୁଣି 17 ପଦ, ପୁଣି ପରିତ୍ରାଣ ରୂପ ଶିରସ୍ତ୍ରାଣ ପରିଧାନ କର, ହେଲମେଟ୍ ଓ ଆତ୍ମାଙ୍କ ଖଡ଼ଗ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ଧାରଣ କର। ଲାଷ୍ଟରେ ଅଛି କ'ଣ? ଖଡ଼ଗ। ଲାଷ୍ଟ କ'ଣ ଅଛି? ବୋଲେ ଈଶ୍ୱର ମହାରାଜ କି କ'ଣ ଦେଖିଲୁ? ଚେପଲ, ବେଲ୍ଟ, ତାର ଏଇଟା କ'ଣ କହିବେ? ଏଇଟା ବ୍ରେଷ୍ଟ ପ୍ଲେଟ୍। ବୋଲେ ଈଶ୍ୱର ମହାରାଜ କି ହାଲେଲୁୟା। ତାପରେ କ'ଣ କ'ଣ ରହିଲା? ହେଲମେଟ୍। ଆଉ କ'ଣ? ଢାଲ। କେତେଟା ହେଲା? ଚେପଲ 1, ବେଲ୍ଟ ହେଉଛି 2, ବ୍ରେଷ୍ଟ ପ୍ଲେଟ୍ କେତେଟା? ଏଇଟା କ'ଣ? 3, ହେଲମେଟ୍ କେତେ ହେଲା? 4, এটা হচ্ছে কোণ? ঢাল। কেতে হল? 5। এইটা হচ্ছে আমମାନଙ୍କର প্রস্তুতি পাই। বলে যীশু মহারাজ কি এটা যুদ্ধ পাই এই অস্ত্র ব্যবহার হব নাই, এটা খালি কোণ? আমার ব্যক্তিগত প্রস্তুতি পাই। বলে যীশু মহারাজ কি যদি আমମାନଙ୍କର পাখে যদি এটা পিঁধিনু, বলে যীশু মহারাজ কি হেলমেট নাই, চেপল নাই, বেল্ট নাই, ঢাল নাই, আপনার কেবে বি যাওন্তু না, সামনা করন্তু নাই। কার সহিত? সামনা করন্তু নাই। এইটা হচ্ছে কোণ? আমକୁ প্রটেকশন করব। যেবে শয়তান আমକୁ কোণ করব? সে ଆମମାନଙ୍କୁ ସେ ଆଟାକ୍ করব। ସେ ଜଲତି ହୁଏ ତୀର, ହିନ୍ଦୀରେ ବଢ଼ିଆ ଲାଗେ, ଜଲତି ହୁଏ ତୀର ଲେଖା ହେଇଛି। ଏଠି ଅଗ୍ନିବାଣ ସବୁ ଲେଖା ହେଇଛି ଏମିତି। ସେଠି କ'ଣ ଲେଖା ହେଇଛି? ଜଲତି ହୁଏ କ'ଣ ଲେଖା ହେଇଛି? ତୀର ଲେଖା ହେଇଛି। ଯେବେ ସେ ତୀର ଯେତେବେଳେ ଛାଡ଼ିବ, ମୋର ପ୍ରିୟ ଭାଇ ଭଉଣୀ ମାନେ, ମୋର ବାଳକ ଆଜ୍ଞା ମାନେ, ବିଶେଷ ମୁଁ କହିବା ପାଇଁ ଚାହେଁ, ସେ ତୀର ଯେତେବେଳେ ଆମମାନଙ୍କୁ ଆସେ ନା, ଆମେ ଯେଉଁ ପ୍ରସ୍ତୁତ ହେଇଥିବା ସେଟା କୋଉଠି ବାଜିବ ନାହିଁ? ଏ ବ୍ରେଷ୍ଟ ପ୍ଲେଟ୍ ଅଛି, ବାଜି ତଳକୁ ପଡ଼ିବ, ଆମକୁ କିଛି ମିଶା କ'ଣ ହେବ ନାହିଁ, କ୍ଷତି ହେବ ନାହିଁ। ବୋଲ ଯୀଶୁ ମହାରାଜ କି ହାଲେଲୁୟା। ଯଦି ଆମମାନଙ୍କର ପ୍ରସ୍ତୁତ ନାହିଁ ନା, ଦେଖ ଲଢ଼େଇ କରିବାର କ'ଣ? ଗୋଟେ ପ୍ରସ୍ତୁତି, ପୁଣି କେତେଟା ଜିନିଷ ଅଛି? 6ଟା ପୁଣି ଆମର ପ୍ରସ୍ତୁତି ପାଇଁ। ଯେଉଁ 6ଟା ଯେଉଁ ହତିଆର ଅଛି ଆମର ପ୍ରସ୍ତୁତି ପାଇଁ, ଆଉ ଗୋଟେ ହତିଆର ଅଛି ହେଲେ କ'ଣ? ଦୁଷ୍ଟ ଆତ୍ମାକୁ ଲଢ଼େଇ କରିବା ପାଇଁ। 6ଟା ଭିତରେ 5ଟା ଅଛି କ'ଣ? ଆମର ପ୍ରସ୍ତୁତି ପାଇଁ, ଗୋଟେ ଅଛି କ'ଣ? ଲଢ଼େଇ ପାଇଁ। ବୋଲ ଯୀଶୁ ମହାରାଜ କି ହାଲେଲୁୟା। ତେବେ ଯାଇ ଆମେ ପ୍ରସ୍ତୁତ ହେଲେ ସାମ୍ନା କରିବ କାହାର ପାଖରେ? ଭାଇ କେତେ ମାରବୁ ମାର, କେତେ ମାରବୁ ମାର। କାହିଁକି ମାରିଲେ ବି କେଉଁଠି ବାଜିବ? ଏଠି ବାଜିଲେ କିଛି ହେବାର ନାହିଁ, ଏଠି ବାଜିଲେ ବି କିଛି ହେବାର ନାହିଁ। ପ୍ରୋଟେକ୍ସନ ଢାଲ ବି ଅଛି, ପ୍ରୋଟେକ୍ସନ ହେବ। ବୋଲ ଯୀଶୁ ମହାରାଜ କି ଶୈତାନ କ'ଣ ହେବ? ସେଟା ଦେଖିକରି ବାହାରିଯିବ। ତେବେ ଯାଇ ଶୈତାନ ପାଖକୁ ଯାଇକରି କ'ଣ ଚଲାଇ ହେବ? ତାଲୱାର। କ'ଣ ପୁଣି ଅଛି? ଖଣ୍ଡା ରେ ଶୈତାନ କ'ଣ କରିହେବ? ଆଘାତ କରିବ। ବୋଲ ଯୀଶୁ ମହାରାଜ କି ତେବେ ଶୈତାନକୁ ଲଢ଼େଇ କରିବା ପୂର୍ବରୁ ଆମମାନଙ୍କର ବ୍ୟକ୍ତିଗତ ଜୀବନରେ କ'ଣ ଦରକାର? ପ୍ରସ୍ତୁତି ଦରକାର। କ'ଣ ଦରକାର? ବିନା ପ୍ରସ୍ତୁତିରେ ଆମେ ଶୈତାନକୁ କେବେ କ'ଣ କରିବେ ନାହିଁ? ହରାଇ ହୁଏ ନାହିଁ। ଗୋଟେ ମହାଯାଜକ କଥାକୁ ଆମେ ଅଳ୍ପ ସମୟ ମାନେ ଅଧ୍ୟୟନ କରିବା। ଯଦି ଆମେ ଦେଖୁ ଜିଖରୀୟ ପୁସ୍ତକ 3 ଅଧ୍ୟାୟ କଥାକୁ ଅଳ୍ପ ସମୟ ଅଧ୍ୟୟନ କରିବା। ଜିଖରୀୟ ପୁସ୍ତକ 3 ଅଧ୍ୟାୟ 1 ପଦରୁ ତାର 3 ପଦ ପର୍ଯ୍ୟନ୍ତ ପଢ଼ିଦେବି। ଦେଖନ୍ତୁ, ଜିଖରୀୟ 3 ଅଧ୍ୟାୟ 1 ପଦରୁ, ଅନନ୍ତର ସଦାପ୍ରଭୁଙ୍କର ଦୂତ ସମ୍ମୁଖରେ ଠିଆ ହୋଇଥିବା ଝିଅସିଅ ମହାଯାଜକଙ୍କୁ ଆଉ ତାଙ୍କ ବିପକ୍ଷ ହେବା ନିମନ୍ତେ ତାଙ୍କର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବାର ଶୈତାନକୁ ସେ ମୋତେ ଦେଖାଇଲେ। ତ ଝିଅସିଅ ମହାଯାଜକଙ୍କ ରାଇଟ୍ ସାଇଡ଼୍ରେ କିଏ ଅଛି? ଝିଅସିଅ ମହାଯାଜକଙ୍କ ରାଇଟ୍ ସାଇଡ଼୍ରେ କିଏ ଅଛି? ଶୈତାନ ଅଛି। ବୋଲ ଯୀଶୁ ମହାରାଜ କି ଆଉ ସାମ୍ନାରେ ପୁଣି ପରମେଶ୍ୱରଙ୍କ ଦୂତ ଅଛନ୍ତି। ଝିଅସିଅ ମହାଯାଜକଙ୍କ ରାଇଟ୍ ହ୍ୟାଣ୍ଡ ସାଇଡ଼୍ରେ କିଏ ଅଛି? ଶୈତାନ ଅଛି। କିନ୍ତୁ ଝିଅସିଅଙ୍କ ସାମ୍ନାରେ କିଏ ଅଛନ୍ତି? ପରମେଶ୍ୱରଙ୍କ ଦୂତ ଅଛନ୍ତି। ତା 2 ପଦ ଲେଖାଯାଏ, 3 ପଦ ଲେଖାଯାଏ। 3 ପଦ ପଢ଼ିବା ପାଇଁ ଚାହେଁ। ଏହି ସମୟରେ ଝିଅସିଅ ମଳିନ ବସ୍ତ୍ର ପିନ୍ଧି ଦୂତ ସମ୍ମୁଖରେ ଠିଆ ହୋଇଥିଲେ। କି ବସ୍ତ୍ର? ମଳିନ ବସ୍ତ୍ର ପିନ୍ଧିକରି ପ୍ରସ୍ତୁତ ନଥିଲେ। ମଳିନ ବସ୍ତ୍ର ବୋଲି ତାଙ୍କର ବସ୍ତ୍ର କ'ଣ ମଇଳା ହେଇଯାଇଥିଲା। ତେଣୁ ଶୈତାନ ପୁଣି ଝିଅସିଅ ମହାଯାଜକଙ୍କର କ'ଣ ରାଇଟ୍ ହ୍ୟାଣ୍ଡ ସାଇଡ଼୍ରେ ସେ ଅଛି। ପରମେଶ୍ୱରଙ୍କ ଦୂତ ପାଖକୁ ଆସିପାରୁନାହାନ୍ତି, କାରଣ ଝିଅସିଅ ମହାଯାଜକଙ୍କର ବସ୍ତ୍ର କ'ଣ ହେଇଯାଇଛି? ମଳିନ ହେଇଯାଇଛି। 4 ପଦ ଲେଖାଯାଏ, ଏଥିରେ ଦୂତ ଆପଣା ସମ୍ମୁଖରେ ଠିଆ ହୋଇଥିବା ଲୋକମାନଙ୍କୁ ଏହି କଥା କହିଲେ, ଏହାଙ୍କଠାରୁ ମଳିନ ବସ୍ତ୍ର କାଢ଼ି ନିଅ। ପୁଣି ତାଙ୍କୁ ସେ କହିଲେ, ଦେଖ ଆମ୍ଭେ ତୁମର ଅଧର୍ମ ତୁମଠାରୁ ଦୂର କରାଇଲୁ ଓ ଆମ୍ଭେ ତୁମକୁ ବହୁମୂଲ୍ୟ ବସ୍ତ୍ର ପିନ୍ଧାଇବା। ସେତେବେଳେ ମୁଁ କହିଲି, ଲୋକମାନେ ଏହାର ମସ୍ତକରେ ସୁନ୍ଦର ପାଗ ଦିଅନ୍ତୁ। କ'ଣ ଦିଅନ୍ତୁ? ଟୋପି ପିନ୍ଧାଇଲେ। କାହାକୁ? ମହାଯାଜକଙ୍କୁ। ମଳିନ ବସ୍ତ୍ର ପୁଣି କାଢ଼ିଦେଲେ। ଆଉ କ'ଣ ପିନ୍ଧାଇଲେ? କ'ଣ ପିନ୍ଧାଇଲେ? ହେଲମେଟ୍ ପିନ୍ଧାଇଲେ, ଟୋପି ପିନ୍ଧାଇଲେ।
ତଇଁରେ ସେମାନଙ୍କ ମସ୍ତକରେ ସୁନ୍ଦର ପାଗ ଦେଲେ ଓ ତାଙ୍କୁ ବସ୍ତ୍ର ପିନ୍ଧାଇଲେ। କି ବସ୍ତ୍ର? ମଇଳା ବସ୍ତ୍ର କ'ଣ କରିଦେଲେ? କାଢ଼ି ଦେଇକିରି। ଏ ଲେଖାଯାଏ ଧାର୍ମିକତାର ବସ୍ତ୍ର ପୁଣି ଯୁଦ୍ଧ ସମୟରେ ପିନ୍ଧାଯାଏ। କି ବସ୍ତ୍ର? ଧାର୍ମିକତାର ବସ୍ତ୍ର ପିନ୍ଧାଯାଏ। ସେଇ ଧାର୍ମିକତାର ବସ୍ତ୍ର କାହାକୁ ପିନ୍ଧାଇଲେ? ସେ ମହାଯାଜକକୁ ପୁଣି ପିନ୍ଧାଇଲେ। ପୁଣି ନିକଟ ସଦାପ୍ରଭୁଙ୍କ ଦୂତ ଠିଆ ହୋଇଥିଲେ। ପୁଣି ସଦାପ୍ରଭୁଙ୍କ ଦୂତ ଝିଅସୁଙ୍କୁ ଦୃଢ଼ ରୂପେ କହିଲେ, ସୈନ୍ୟାଧିପତି ସଦାପ୍ରଭୁ ଏହି କଥା କହନ୍ତି, ଯେବେ ତୁମ୍ଭେ ଆମ୍ବ ପଥରେ ଚାଲିବ, ଯେବେ ତୁମ୍ଭେ ଆମ୍ବର ରକ୍ଷା କରିବ, ତେବେ ତୁମ୍ଭେ ମଧ୍ୟ ଆମ୍ବ ଗୃହର ବିଚାର କରିବ, ଆମ୍ବ ପ୍ରାଙ୍ଗଣର ରକ୍ଷକ ହେବ, ଆଉ ନିକଟରେ ଠିଆ ହେବାର ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଆମ୍ଭେ ତୁମକୁ ପ୍ରବେଶର ଅଧିକାର ଦେବା। ବୋଲ ୟୀଶୁ ମହାରାଜ କି ହାଲେଲୁୟା। ଦେଖ, ଯେତେବେଳେ କି ସେ ମଇଳା ବସ୍ତ୍ର ଯେତେବେଳେ କ'ଣ କରିଦେଲେ? କାଢ଼ି ଦେଇକିରି ଶୁଦ୍ଧ ବସ୍ତ୍ର ଯେତେବେଳେ ଝିଅ ସେ କ'ଣ ପିନ୍ଧୁଛନ୍ତି, କେ ପିନ୍ଧୁ ସୈତାନ ଅଟୋମେଟିକ୍ ସେ କ'ଣ ହେଇଯାଉଛି? ପଳାୟନ ହେଇଯାଉଛି। ହଁ ନା ନାହିଁ? ତାପରେ ଦୂତ ପୁଣି ସାମ୍ନାର ପାଖକୁ ଆସନ୍ତି, ପରମେଶ୍ୱରଙ୍କ ଦୂତ। ତେବେ ଆମେ ଯୁଦ୍ଧ କରିବା ପୂର୍ବରୁ ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ଆମକୁ କ'ଣ ଦରକାର? ପ୍ରସ୍ତୁତ ଦରକାର। ବିନା ପ୍ରସ୍ତୁତ କ'ଣ କରି ହୁଏ ନାହିଁ? ଲଢ଼େଇ କରି ହୁଏ ନାହିଁ। ହାଲେଲୁୟା, ହାଲେଲୁୟା। ବୋଲ ଈଶ୍ୱର, ସେ କେବେ ବି ଯିବ ନାହିଁ। ସୈତାନ ଦୂରେ ବୋଲି କହିବାକୁ ପଡ଼ିଲା ନାହିଁ। ଅଟୋମେଟିକ୍ ଯେବେ ଶୁଦ୍ଧ ବସ୍ତ୍ର ପିନ୍ଧାଗଲା, ଟପି ପିନ୍ଧାଗଲା, ଅଟୋମେଟିକ୍ ସେ କ'ଣ ହେଇଯିବ? ସୈତାନ ଦୂରେ, ସୈତାନ ଦୂରେ, ସୈତାନ ଦୂରେ ବୋଲି କହିବାକୁ ପଡ଼ିବ ନାହିଁ। ଯେବେ ଆମେ ଶୁଦ୍ଧ ହେବୁ, ଯେବେ ଆମେ ପରିଷ୍କାର ହେଇଯିବୁ, ଏ ମାଇଣ୍ଡ ଶୁଦ୍ଧ ହେଇଯିବ, ମାନେ ଆମେ ଯେ ପବିତ୍ରତା ବସ୍ତ୍ର ଆମେ ପରିଧାନ କରିବୁ, ତେବେ ସୈତାନ ଅଟୋମେଟିକ୍ ସେ ପବିତ୍ରତା ଦେଖିକରି କ'ଣ ହେଇଯିବ? କାରଣ ଯେଉଁଠି ଅପରିଷ୍କାର ସେଇଠି ଆଗରେ ରହିବ। ତେଣୁ ଯେ ଭାଇନେ ଭୂତ ଲାଗିଥିଲା ନା, ସୈତାନ କ'ଣ ବୋଲିକରି କହିଲା, ପ୍ରଭୁ এই স্থান হচ্ছে এই হৃদয় হচ্ছে তোমার মন্দির। সে মিশে সে বাক্য জানিছি এইটা হচ্ছে কোন তোমার মন্দির, এটা রহবা, এটা এই স্থান রহবা মোর যজ্ঞ নাই, এই স্থান রহবার তোমার হি যজ্ঞ অটে। বলো ଈଶ୍ୱର ମହାରାଜ কি এইটা তোমার সিংহাসন। মোর স্থান হচ্ছে কোটি? ঘুষি মানকর ভিতরে রহবা স্থান। কারণ ঘুষিরে কোটি রহব? ସବୁବେଳେ କାଦୁଅ ଜାଗାରେ ରହିବ, ଅପରିଷ୍କାର ଜାଗା ରହିବ, ଦୁର୍ଗନ୍ଧ ଜାଗାରେ ରହିବ। ତେଣୁ ଶୈତାନର ସ୍ୱଭାବ ପୁଣି ସେ, ତେଣୁ ସେ କୋଉଠି ଯିବ ବୋଲି କହୁଥିଲା? ସେ ଘୁଷୁରୀ ମାନଙ୍କ ଭିତରେ ଯାଇ କ'ଣ କରିବି କହୁଥିଲା? ସେ ରହିବି ବୋଲୁଥିଲା। ବୋଲ ଈଶ୍ୱର ମହାରାଜ କି ହାଲେଲୁୟା, ହାଲେଲୁୟା। କିନ୍ତୁ ଆଜି ଆମମାନେ ଅନଲାଇନ୍ ପ୍ରାର୍ଥନା ମାନେ ଏ ସ୍ଥାନରେ ଆମେ ଏକତ୍ର ହେଇଛୁ। ଏ ବିଷୟକୁ ମୁଁ କହିବି ନାହିଁ, କିନ୍ତୁ ହଲନାଇଟ୍ ପ୍ରେୟର ବିଷୟରେ ଅଳ୍ପ ବିଷୟ ମୁଁ କହିବାକୁ ଚାହେଁ। ବଢ଼ିଆ ପ୍ରଭୁ ବିଷୟ ମୋତେ ଗୋଟେ ସେ ପ୍ରକାଶନ ଦେଲେ ହଲନାଇଟ୍ ପ୍ରେୟର ବିଷୟରେ। ବୋଲ ଈଶ୍ୱର ମହାରାଜ କି ଯଦି ଆମମାନେ ହଲନାଇଟ୍ ପ୍ରାର୍ଥନା କରୁଛୁ, ଯଦି ରେଜଲ୍ଟ ନାହିଁ, ତେବେ କିଛି ନାହିଁ। ଆମେମାନେ ଯେଉଁ ହଲନାଇଟ୍ ପ୍ରାର୍ଥନା କରୁଛୁ আর পরমেশ্বরের পৌঁছিছি, তেমন বহুত অদ্ভুত কাম হব। বলে ଈଶ୍ୱର ମହାରାଜ କି ଆସ ମାନେ ଜଣେ ବ୍ୟକ୍ତିଙ୍କର ବିଷୟରେ ଆମେ ଆଜି ଅଧ୍ୟୟନ କରିବା। ପ୍ରଭୁ ସେ ବିଷୟକୁ ପ୍ରକାଶ ସେ ଦେଉଥିଲେ। ପ୍ରେରିତ ପୁସ୍ତକ 12 ଅଧ୍ୟାୟ, ପ୍ରେରିତ ପୁସ୍ତକ 12 ଅଧ୍ୟାୟ 1 ପଦ ଜଣକେ ପଢ଼ି ଦିଅନ୍ତୁ। ପ୍ରାୟ ସେହି ସମୟରେ ହେରୋଦ ରାଜା ମଣ୍ଡଳୀର କେତେକ ଜଣଙ୍କୁ ଉପଦ୍ରବ କରିବା ନିମନ୍ତେ ହସ୍ତକ୍ଷେପ କଲେ। ବଲେ ଈଶ୍ୱର ମହାରାଜ କି 2 ପଦ, ସେ ଯୌନଙ୍କ ଭ୍ରାତା ଯାକୋବଙ୍କୁ ଖଡ଼୍ଗରେ ବଧ କଲେ। 3 ପଦ ଲେଖାଯାଏ। ଆଉ ଯେଉଁମାନଙ୍କୁ ସେଥିରେ ସନ୍ତୁଷ୍ଟ ହେବାର ଦେଖି ସେ ପିତରଙ୍କୁ ମଧ୍ୟ ଧରିବାକୁ ଅଗ୍ରସର ହେଲେ। ସେହି ସମୟରେ ଗଭୀର ଶୂନ୍ୟ ବଲେ ଈଶ୍ୱର ମହାରାଜ କି ଦେଖ, ଜହନଙ୍କର ଭାଇଙ୍କୁ ଯାକୋବକୁ ଯେତେବେଳେ ମରାଗଲା, ଜିହୁଦୀମାନେ ବହୁତ ଖୁସି ହେଇଗଲେ। ଏତେ ଖୁସି, ଏତେ ଖୁସି, ଏତେ ଖୁସି, କାରଣ ସେମାନେ ଯୀଶୁଙ୍କୁ ସେମାନେ ବିଶ୍ୱାସ କରୁନଥିଲେ ଜିହୁଦୀମାନେ। ତେଣୁ ହେରୋଦ ରାଜା ଲୋକମାନଙ୍କୁ, ଜିହୁଦୀମାନଙ୍କୁ ଯେ ପ୍ରସନ୍ନ କରିବା ପାଇଁ ବୋଲିକିରି ସେ ପିତରଙ୍କୁ ମଧ୍ୟ, ଯାକୋବଙ୍କୁ ଯେମିତି ମରାଗଲା ଖଡ଼୍ଗରେ, ଠିକ୍ ସେମିତି ମାରବାର ପ୍ଲାନିଂ ଥିଲା। ବୋଲେ ଈଶ୍ୱର ମହାରାଜ କି ହାଲେଲୁୟା। ଯେବେ ରାଜା ଯଦି, ହେରୋଦ ରାଜା ଯେତେବେଳେ ଯଦି ପିତରକୁ ଯଦି ମାରିଦେବେ, ଜିହୁଦୀମାନେ କ'ଣ ଯିବେ? ବହୁତ ଖୁସି ହେଇଯିବେ। ଆଉ ରାଜାଙ୍କୁ କ'ଣ ମିଳିବ? ପ୍ରଶଂସା ମିଳିବ। ବୋଲେ ଈଶ୍ୱର ମହାରାଜ କି ମାତ୍ର ହେରୋଦ ରାଜା ମଧ୍ୟ ଜାଣିନଥିଲା ଯେ ପିତରଙ୍କର ମଧ୍ୟ ରାଜାମାନଙ୍କର ରାଜା ଜଣେ ଉପରେ ଅଛନ୍ତି। ବୋଲେ ଈଶ୍ୱର ମହାରାଜ କି ଏବଂ ଯେମିତିକି ରାଜାର ପାଖରେ ଯେଉଁ ସୈନ୍ୟମାନେ ଅଛନ୍ତି ନା, ଠିକ୍ ସେମିତି ପିତରଙ୍କର ରାଜାମାନଙ୍କର ରାଜା ଉପରେ ବସି ତାଙ୍କର ମଧ୍ୟ ସୈନ୍ୟମାନେ ଅଛନ୍ତି। ବୋଲେ ଈଶ୍ୱର ମହାରାଜ କି ପରେ ଭଲ, ତାପରେ ଜେଲରୁ ତ ରଖିଦେଲେ ହେଇଥାନ୍ତା,
কিন্তু ସେ ବାଇବେଲ ଲେଖାଯାଏ, ଯଦି ଆମେ ବାଇବେଲକୁ ଆମେ ପଠନ କରୁ, ସେଇ ଯଦି ଆମେ ଦେଖୁ 6 ପଦରେ ଲେଖାଯାଏ। 6 ପଦ କ'ଣ ଲେଖା ହେଇଛି? 12-6 ପଦ। ପରେ ହେରୋଦ ଯେଉଁଦିନ ପିତରଙ୍କୁ ବାହାର କରି ଆଣିବା ପାଇଁ ଯାଉଥିଲେ, ସେହି ରାତିରେ ସେ 2ଟା ଜଞ୍ଜିରରେ ବନ୍ଧା ହୋଇ 2 ଜଣ ସୈନ୍ୟଙ୍କ ମଧ୍ୟରେ ଶୋଇଥିଲେ। ହଁ, ଆଉ ପ୍ରହରୀମାନେ ଦ୍ୱାର ସମ୍ମୁଖରେ କାରାଗାର ରକ୍ଷା କରୁଥିଲେ। ବୋଲୋ ୟୀଶୁ ମହାରାଜ କି, ହାଲେଲୁୟା। ବୋଲୋ ୟୀଶୁ ମହାରାଜ କି, ବୋଲୋ ୟୀଶୁ ମହାରାଜ କି। 4 ପଦ ପଢ଼ି ଦିଅନ୍ତୁ। ପରେ ସେ କାମ କରି କାରାଗାରରେ ନିକ୍ଷେପ କଲେ। ହଁ। ଇସ୍ରାଏଲ ପର୍ବ ଉତ୍ତରେ ହୁଁ ତାଙ୍କ ଲୋକମାନଙ୍କ ନିକଟରେ ବାହାର କରି ଆଣିବା ନିମନ୍ତେ ମନସ୍ଥ କରି ପ୍ରତ୍ୟେକ ଦଳରେ 4 ଜଣ ଲେଖାଏଁ ଥିବା 4ଟି ସେନା ଦଳ ନିକଟରେ ତାଙ୍କୁ ଜଗିବା ପାଇଁ ସର୍ବ। ପ୍ରତ୍ୟେକ ଦଳରେ କେତେ ଜଣ ଅଛନ୍ତି? ପୁଣି 4 ଜଣ ଲେଖାଏ ଥିବା 4ଟି ସେନା ଦଳର ନିକଟରେ ତାଙ୍କୁ ଜଗିବା ପାଇଁ କ'ଣ କଲେ? ସମର୍ପଣ କଲେ। ଏତେ ପ୍ରୋଟେକ୍ସନ୍। ବୋଲେ ୟୀଶୁ ମହାରାଜ କି, ହାଲେଲୁୟା। ପିତର ମଝିରେ ଅଛନ୍ତି, ସୈନ୍ୟ ସେ ବାଟକୁଛନ୍ତି, ସେଇଟା ଆଉ ମାନେ ମଝିରେ କିଏ ଅଛନ୍ତି? ପିତର ଅଛନ୍ତି। ଫେର 4 ଜଣ ଲେଖାଏ କ'ଣ କରୁଛନ୍ତି? ଦଳ ହେଇକରି କ'ଣ କରୁଛନ୍ତି? ଜାଗିଛନ୍ତି। ଏତେ ପ୍ରୋଟେକ୍ସନ୍, କାରଣ ଆଗରେ ସେ ବାହାରିଛନ୍ତି। ଆଗରେ ପରମେଶ୍ୱର କ'ଣ କଲେ? ସେଇଭଳି ଜେଲରୁ କ'ଣ କରିଛନ୍ତି? ମୁକ୍ତ କରିଛନ୍ତି। ଏ ଆଇଡ଼ିଆ କାହାକୁ ଜଣା? ରାଜାକୁ ଜଣା। ବୋଲ ୟୀଶୁ ମହାରାଜ କି। ଜଣେ ବ୍ୟକ୍ତିଙ୍କୁ ମାରିବା ପାଇଁ ବୋଲିକରି ଏତେ ପ୍ରୋଟେକ୍ସନ୍। ବୋଲ ୟୀଶୁ ମହାରାଜ କି। এই ଖବର ଯେତେବେଳେ ମଣ୍ଡଳୀ ଯେବେ ଜାଣିଲେ, ବୋଲ ୟୀଶୁ ମହାରାଜ କି, ସେ ସମୟରେ ସେମାନେ ଶୋଉନାହାନ୍ତି। ସେମାନେ ରାତି ସାରା ସେମାନେ କିସ୍ କରୁଛନ୍ତି? ପ୍ରାର୍ଥନା କରୁଛନ୍ତି। बोलो यीशु महाराज की, बोलो यीशु महाराज की, हालेलुया। राति सारा ए माने होल नाइट प्रार्थना करूछंती, प्रभु तुमर दास सकाल हो कौन जे पूरापूरी साफा। सकाल हो कौन करबे? सकाल जेन जाकुब कौन करा गला? खंडारे कटा गला ना। ठीक प्रभु तुमर संतान मिशन कौन कर देबे? काटी देबे। बोलो यीशु महाराज की, हालेलुया। जेंती हेरोद राजा जेंती जिहुदी मानु को कौन करबा पई? संतुष्ट करबा पई काकु मरबा चाहुथिला। काकु की? पितरंकु। ठीक आमर राजा मानुक राजा तांकर संतान संतति माने राति सारा न सही करी हलनाट किस प्रार्थना करछंती। आमर परमेश्वर मध्य से मान को संतुष्ट करबा पई आमर परमेश्वर कौन करबे? योजना बनाइबे। बोलो यीशु महाराज की, हालेलुया। जदि से मान जो उद्देश्य रे हलनाट प्रार्थना करछंती सफल होई जीवो, तेबे से मान कोन जीवे? खुशी होई जीवे। कोन जीवे? आनंदित होई जीवे। तेनु मंडली किस करूनांती? सोउनांती। एमाने प्रार्थना करूछंती, प्रभु हमर दासों को किस करो? ए जेल रे तुम कौन करो? मुक्त करो। ए मृत्यु रे किस करो? रक्षा करो। हालेलुया, हालेलुया, हालेलुया। का जानी थिले हमर राजा मानकर राजा हो कि नहीं? तांकर मदे कोन अछंती? सेना अछंती। जे प्रार्थना कले से टाइम रे पितर कौन प्रार्थना करूथिला कि लाड डेबल ढुगरी मारी कौन करथिला? बोलो यीशु महाराज की। यदि पाउल और सिला यदि प्रार्थना करी थांता बोली करी कहले ना कि एमान मंडली प्रार्थना करबा पड़ता नहीं भूमि कम हेई थांता। पुणी पितर तो कौन इच्छी से तो सोईछि ना, के तो जागबार अच्छी। हालेलुया। बोलो यीशु महाराज की। तो एमान किस करछंती? प्रार्थना 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 करछंती। सेतेबेले हेले एमानकर कुसन्य पर जगाइछंती राजा मान सैन्य जगाई थे ना, से मैंने जागी थे दल दल 4 जन होकर जागी गेट्रे जागी 16 ठान जागी आ गोटे गेट्रे जागी आउ गोटे गेट्रे जागी 4 जन होकर दल दल होकर। बोलो यीशु महाराज की। तेरे से समय स्वर्गर मध्य सेना अच्छा कौन अच्छा? बोलो यीशु महाराज की। सांसारिक सेना एवं आत्मिक सेना भी कौन अच्छा? सांसारिक राजा मध्य अच्छी एवं आत्मिक राजा मध्य कौन अच्छा? किंतु सांसारिक लोक मैंने आत्मिक राजा किस कर पारबे नहीं? देखी पारबे नहीं। आ से समय पुणी किए उल्लाही आसिले? दूत उल्लाही आसिले। बोलो यीशु महाराज की, हालेलुया, हालेलुया। ओठ पितर ओठ उठे उठाइले बड़ चपल फल पिंधला सब हाँ कि नहीं? पिंधि लगे किसी ड्रेस फैट पिंधला चल जीवा चल तो क्या रखब? तो के मारी पारबो ना के मध्य कारण किए हेरोद किस बोल कहूँ से मारी बोल चाहूला ना से कि आमर परमेश्वर राजा मिस अच्छा हेरोद तु जितबू ना मु जितबी। बोलो यीशु महाराज की, हालेलुया। तू जितबू ना मु जितबी। तो
ତୋର ସେନାମାନଙ୍କୁ ଯୋଗାଇଛୁ ନା, ମୋର ସେନାମାନଙ୍କୁ ମୁଁ କ'ଣ କରୁଛି ଏବେ ପଠାଉଛି। ବୋଲେ ଈଶ୍ୱର ମହାରାଜ କି ସେ ସମୟରେ ଦୂତମାନେ ଯଦି କ'ଣ କଲେ, ଯେବେ ଆସୁଛନ୍ତି ନା ପ୍ରତ୍ୟେକ ଜଞ୍ଜିର ସବୁ କ'ଣ ଗଲା, ଛିଣ୍ଡିଗଲା। ବୋଲ ଈଶ୍ୱର ମହାରାଜ କି ଆଉ ସେ ଜେଲରେ କ'ଣ କଲେ, ଦୂତ କ'ଣ କଲେ, କଡ଼ାଇ କରି କ'ଣ କଲେ, ନେଇଗଲେ। କିନ୍ତୁ ଏମାନେ କେହି ଜାଣିପାରୁନାହାନ୍ତି। ବୋଲ ଈଶ୍ୱର ମହାରାଜ କି ସକାଳେ ଯାଇକରି ଦେଖୁଛନ୍ତି ସେଠି କିଏ ନାହିଁ, ସେଠି କିଏ ନାହାନ୍ତି, ପିତର ନାହାନ୍ତି। ରାଜା ବି କାବା ହେଇଗଲା। ଏତେ ପ୍ରୋଟେକ୍ସନ୍ କଲା ପରେ ମଧ୍ୟ କିଛି କାମକୁ ନାହିଁ, ଫେଲର ହେଇଗଲେ। ମୁଇଁ ତ କହିଥିଲି ନା ଯୁହୁଦୀମାନଙ୍କୁ କ'ଣ କରିଥିଲି, ଆଙ୍କୁ ମାରିବି ବୋଲି କହିଥିଲି ନା, କିନ୍ତୁ ମୁଁ କିଛି କରିପାରୁନି, ଏବେ ମୁଁ ମାରି ବି ପାରିବି ନାହିଁ। ବୋଲ ଈଶ୍ୱର ମହାରାଜ କି ହାଲେଲୁୟା। ପ୍ରଭୁ ଯାହାକୁ ଯଦି ବାଛିଛନ୍ତି ନା, କାମ ପୁରା ହେଇନାହିଁ, କୌଣସି ଅନ୍ଧକାର ଶକ୍ତି କେହି ସେ ଛୁଇଁ ପାରିବ ନାହିଁ କି ମାରି ବି ପାରିବ ନାହିଁ। ସେ କାମ ଏ ଜଗତରେ କ'ଣ ହେବାର ଅଛି, ହେବାର ଅଛି ହିଁ ଅଛି। ବୋଲ ଈଶ୍ୱର ମହାରାଜ କି ଜେଲ ଗଲେ ମଧ୍ୟ ଜେଲରୁ କ'ଣ କରିବେ, ବାହାର করবাটা করবে ହିଁ করবে। তারপরে যেমতি আসলে সে প্রার্থনা করছেন না, সে মানে হল নাইট প্রার্থনা সেটি আসি পৌঁছি গলে। বলো ঈশ্বর মহারাজ কি ঠক ঠক করছেন, বলো ঈশ্বর মহারাজ কি হালেলুয়া। ଆଉ ସେ ସ୍ତ୍ରୀ ନା କ'ଣ କି କହିପାରିବ କି, ସେ ଭଣୀ ନା କ'ଣ ବାଇବେଲ ଲେଖା ହେଇଛି? ନାଇଁ ନାଇଁ ନାଇଁ, ରଦା ନାମକ ଜଣେ ଦାସୀ କିଏ ବୋଲି ପଚାରିବାକୁ ଲାଗିଲା। କିଏ ପୁଣି? ରଦା ନାମକ ଗୋଟେ ଦାସୀ କିଏ ତୁମେ ବୋଲା ପାଇଁ ପିତରଙ୍କର ସ୍ୱରରେ ସେ କିସ୍ କରିଦେଲା, ସେ ଜାଣିଲା ସେ ହଁ ନା ନାଇଁ। ବୋଲ ଈଶ୍ୱର ମହାରାଜ କି ବିଶ୍ୱାସ ଲାଗୁନାହିଁ ସତେ କି ଆମର ପ୍ରାର୍ଥନା ଦ୍ୱାରା ଏମିତି ହେବ କି, ପିତର ବାହାରେ ହେବ କି ହେଲେ, କାହିଁକି ବୋଲି କ'ଣ ଅଛି, ଏତେ ପ୍ରୋଟେକ୍ସନ୍ ହେଇଛି, ଏତେ ସୈନ୍ୟ ଚାର ଜଣ ଜଣ ହେଇକରି କ'ଣ ଜାଗିଛନ୍ତି। ବୋଲ ଈଶ୍ୱର ମହାରାଜ କି ଆମର ପ୍ରାର୍ଥନା ଦ୍ୱାରା ଏମିତି ହେବ କି, ପିତର ହେଇନଥିବ ପରା, କ'ଣ ହେଇନଥିବ ନା, ଏଇଟା ପିତର ଦୂତ ହେଇଥିବ। କାହାର ଦୂତ? କାହାର ଦୂତ ହେଇଥିବ? ପିତର ଦୂତ ହେଇଥିବ। ପିତର ତ କୋଉଠି ଅଛି? ଜେଲରେ ଅଛି। ପିତର ସେ ଆସିପାରିବ ନାହିଁ, କିଛି କରିପାରିବ ନାହିଁ। ବୋଲ ଈଶ୍ୱର ମହାରାଜ କି ସେ ତ କୋଉଠି ଅଛି, ମାତ୍ର ସେମାନଙ୍କର ହଲ୍ ନାଇଟ୍ ପ୍ରାର୍ଥନାର ବଡ଼ ଅଦ୍ଭୁତ କାମ ହେଇଯାଇଛି। ବୋଲ ଈଶ୍ୱର ମହାରାଜ କି ହାଲେଲୁୟା। ସେମାନଙ୍କର ହଲ୍ ନାଇଟ୍ ପ୍ରାର୍ଥନାର ବହୁତ ବଡ଼ ଅଦ୍ଭୁତ କାମ ହେଇଯାଇଛି। ଯେବେ ସୋ ଚକିରେ ଦେଖୁଛନ୍ତି କାବା ହେଇଗଲେ, ଆରେ ଆମର ହଲ୍ ନାଇଟ୍ ପ୍ରାର୍ଥନା କ'ଣ ନାହିଁ, ବ୍ୟର୍ଥ ହେଇନାହିଁ। ବୋଲ ଈଶ୍ୱର ମହାରାଜ କି ଆଜି ଆମର ମଧ୍ୟସ୍ଥି ପ୍ରାର୍ଥନା, ଏବେ ଯେତେ ପ୍ରଭୁଙ୍କର ଦାସ ଦାସୀମାନେ କ'ଣ ଅଛନ୍ତି, ବିନା କାରଣରେ କ'ଣ କରୁଛନ୍ତି, ଜେଲରେ ଅଛନ୍ତି। କିଏ ପ୍ରାର୍ଥନା କରିବ? ହୋଇପାରେ ସେ ଦାସ ମିଶା ଲାଡେ ବୋଲି ଢୁଙ୍ଗୁରି ଢୁଙ୍ଗୁରି ଶୋଇ ମିଶା ଥିବ ନା, ଆମେ ସେମାନଙ୍କ ପାଇଁ କିସ୍ କରିବାର ଅଛି, ପ୍ରାର୍ଥନା করবার কোন করবার আছে, প্রভু তোমার দাস দাসী মানে আজি বিনা কারণে কোটি যাইছন্তি, ভুল করি নান্তি, বেকার বেকার এফআইআর দিকে কিস করছন্তি মানকু, প্রভু তুমি কিস করো, মুকুড়াও রাজা। হালেলুয়া। বলো ঈশ্বর মহারাজ কি করবা না প্রার্থনা, মধ্যস্থি প্রার্থনা করবা না, আজির প্রার্থনা কোন হব নাই, ব্যর্থ হব নাই। যদি সেদিন মন্ডলী কোন কলে নাই, সহি নান্তি প্রার্থনা কলে। ये पाउल शिला जो प्रार्थना कले ना, भूकंप है, कौन है भूकंप बोले बुझल ना, कौन पुणी एमती भूकंप घर भांगी नहीं, घर भागला कि घर गुरा भांगी नहीं, मात्र प्रभु को दास मान को बंदी कर बंदी को रखी पारे ना, सब कौन गला ठप ठप कौन गला खला हो गला। आ से भूकंपर प्रभाव एमती पड़ला, से रक्षक पुणी हृदय सब कौन गला फाटी गला। कौन गला? बोलो ईश्वर महाराज की जेते लोग आराधना प्रार्थना स्तव करुथिले ना, से प्रार्थना स्तव करुथिले, जेतकी लोग शुणुथिले समस्त से जंजीर जा कौन गला छिंडी गला। बोलो ईश्वर महाराज की से मां जानले जे प्रार्थनार केते शक्ति अछि, आराधना कले केते शक्ति अछि। बोलो ईश्वर महाराज की से समस्त प्रभु जानी थे कि से विजाति लोक मान भी जानले जे प्रार्थनार कोन अछि, शक्ति अछि, प्रार्थना रे आराधना शक्ति अछि, प्रत्येक बंधन कर छिड़ी जीव। बोलो ईश्वर महाराज की पाउल और सिलार खाली बंधन छिड़ी ना, जेतकी बंदी होता समस्त कौन गला छिड़ी गला। तार तो ये हलनार प्रार्थनार कौन शक्ति अच्छी, प्रत्येक बंधन सब कौन जीव छिड़ी जीव। बोलो ईश्वर महाराज की जो शैतान जो द्वार को कौन कर बंद कर द्वार सब कौन जीव खला ही जीव। हालेलुया। ऑटोमेटिक से मैंने आसुचंती, ऑटोमेटिक प्रचार करवाक भी पड़ू ना, कौन कर पड़ू ना, मुझे गोटे पद कही आप समाप्त करने चाहे। बोलो ईश्वर महाराज की कारण से पद मत पढ़वा मत इच्छा लगुच। आज जब आम प्रेरित पुस्तक 16 अध्याय 29 पदे आम अध्ययन करवा।
29 ପଦ 16 ତାର 29 ପଦରେ ସେଥିରେ ସେ ଦୀପ ଆଣିବାକୁ କହି ଡେଇଁ ପଡ଼ି ଭୟରେ ଥରି ଥରି ପାଉଲ ଶିଲାଙ୍କର ସମ୍ମୁଖରେ ପଡ଼ିଗଲେ। 30 ପଦରେ ଆଉ ସେମାନଙ୍କୁ ବାହାରକୁ ଆଣି କହିଲେ, ମହାଶୟମାନେ ପରିତ୍ରାଣ ପାଇବା ନିମନ୍ତେ ମୋତେ କ'ଣ କରିବାକୁ ହେବ? 31 ପଦରେ ସେମାନେ କହିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କର, ତାହେଲେ ତୁମେ ସପରିବାରରେ ପରିତ୍ରାଣ ପାଇବ। ପ୍ରଚାର କଲେ କି ପ୍ରଭୁଙ୍କ ବିଷୟରେ କହିଲେ କି? ବୋଲ ଯୀଶୁ ମହାରାଜ କି ସେ ଭୂକମ୍ପ ପୁଣି ଯେ ପ୍ରାର୍ଥନା କରିବା ଦ୍ୱାରା ସ୍ତବ ଗାନ କରିବା ଦ୍ୱାରା ସେ ଭୂକମ୍ପ ଏମିତି ହେଲା, ସେ ପ୍ରଭାବ ଦ୍ୱାରା ପୁଣି ସବୁ ହୃଦୟ ଯା କ'ଣ ହେଇଗଲା, ଫାଟିଗଲା। ବୋଲ ଯୀଶୁ ମହାରାଜ କି ଅଟୋମେଟିକ୍ କାହାର ପାଖକୁ ଯାଉଛନ୍ତି? ଏ ନ ଆଇବା ଲୋକମାନେ କାହାର ପାଖକୁ ଯାଉଛନ୍ତି? କାହାର ପାଖକୁ? ପାଉଲ ଶିଲା ପାଖକୁ ଯାଉଛନ୍ତି, କହୁଛନ୍ତି ହେଲେ ପରିତ୍ରାଣ ପାଇବା ପାଇଁ ଆମେ କ'ଣ କରିବାକୁ ପଡ଼ିବ? ବୋଲ ଯୀଶୁ ମହାରାଜ କି ଯୀଶୁଖ୍ରୀଷ୍ଟଙ୍କ ଠାରେ କ'ଣ କରିବାକୁ ପଡ଼ିବ? ବୋଲ ଯୀଶୁ ମହାରାଜ ହେଇପାରେ ଆଜି ଏ ସ୍ଥାନରେ ଅଳ୍ପ ଲୋକ, କିନ୍ତୁ ଏଇଭଳି ଭୂକମ୍ପ ଯେବେ ହେବ ନା, ଏ ନ ଆଇବା ଲୋକମାନେ ସେ କ'ଣ କରିବେ? ହେବେ ପରିତ୍ରାଣ ପାଇବାକୁ ହେଲେ କ'ଣ କରିବାକୁ ହେବ ଏମିତି ପଚାରିବେ। ବୋଲ ଯୀଶୁ ମହାରାଜ କି ହାଲେଲୁୟା। ଏଇଭଳି ଅଦ୍ଭୁତ କାମ ହେଇଯିବ, ହଁ ନା ନାଇଁ? କ'ଣ ହେବ ପୁଣି? ଏମିତି ଅଦ୍ଭୁତ କାମ ହେବ। ହଲ୍ ନାଇଟ୍ ପ୍ରାର୍ଥନା ଦ୍ୱାରା ଶୈତାନ ସବୁ ଯୋଜନା ପ୍ଲାନିଂ ସବୁ ନଷ୍ଟ ହେଇଯିବ, ଖତମ ହେଇଯିବ ପୁରାପୁରି। ବୋଲ ଯୀଶୁ ମହାରାଜ କି ହାଲେଲୁୟା ହାଲେଲୁୟା। ପିତରଙ୍କ କଥା ଗୋଟେ ବଢ଼ିଆ କଥା ଅଛି। ହେଲେ ପିତରଙ୍କୁ ପୁଣି ଯେତିକି ଲୋକ କ'ଣ କରିଥିଲେ, ଏ ରକ୍ଷା କରିବା ପାଇଁ ଯେଉଁ ସେନାମାନଙ୍କୁ ଯୋଗାଇଥିଲେ, ପ୍ରହରୀମାନଙ୍କୁ ଯୋଗାଇଥିଲେ। ବୋଲ ଯୀଶୁ ମହାରାଜ କି ହେଲେ ସେମାନେ ତ ଜାଣିପାରିଲେ, ବାହାରି ଗଲେ। ହେଲେ ଏମାନଙ୍କର ଅବସ୍ଥା କ'ଣ ହେଲା? ରାଜା କାହାକୁ ମାରିବାକୁ ଚାହୁଁଥିଲା? ପିତରଙ୍କୁ। ମାତ୍ର ମରଲା କିଏ? ମରଲା? ନାଇଁ କିଏ ମରଲେ? କିଏ? ବୋଲେ ଯୀଶୁ ମହାରାଜ କି ହାଲେଲୁୟା। କିନ୍ତୁ ପ୍ରେରିତ ପୁସ୍ତକ 12 ଅଧ୍ୟାୟ 19 ପଦ ଲେଖାଯାଏ, ଆଉ ହେରୋଦ ତାଙ୍କୁ ଖୋଜି ନ ପାଇବାରୁ ପ୍ରହରୀମାନଙ୍କୁ ପ୍ରଶ୍ନ କଲା ଉତ୍ତାରେ ସେମାନଙ୍କୁ ବଧ କରିବା ପାଇଁ ଆଜ୍ଞା ଦେଲେ। ପରେ ସେ ଜିହୁଦା ପ୍ରଦେଶରୁ କାଇସରକୁ ଯାଇ ସେଠାରେ ରହିଲେ। ରାଜା ଆପଣ ଅର୍ଡର ଦେଲେ ଯେ ପ୍ରଶ୍ନ ପଚାରିଲା ପାଇଁ ଉତ୍ତର ମିଶ ଦେଇପାରୁନାହାନ୍ତି। ବୋଲେ ଯୀଶୁ ମହାରାଜ କି କେମିତି ଗଲେ? ତୁମେ ଜାଣିନ କି? ତୁମେ ଜାଣିଥିଲେ ପରା, ତୁମେ ସହିବା ପାଇଁ କହିଥିଲେ କି? କେମିତି ବାହାରି ଗଲେ କାହାକୁ ଜଣା ନାହିଁ? ପ୍ରହରୀମାନଙ୍କୁ ଜଣା କି? ସେମାନଙ୍କୁ କହିଲେ ଏମାନଙ୍କୁ କିସ୍ କର? ବଧ କର। ବଧ ବୋଲେ ଆଙ୍କୁ ସାପା କର। ମାତ୍ର କାହାକୁ ସାପା କର ବୋଲି କହିଥିଲେ? ଏମିତି କାମ କରିବେ କି ସଦାପ୍ରଭୁ ପରମେଶ୍ୱର, ହଁ କି ନାହିଁ? ତାର ରାଜ୍ୟ ଖତମ ହେଇଯିବ। କାହାର ରାଜ୍ୟ? ଶୈତାନର ରାଜ୍ୟ ଖତମ ହେବ। ଶୈତାନ ଚାହୁଁଛି ପରମେଶ୍ୱର ଲୋକମାନଙ୍କୁ କିସ୍ କରିବା ପାଇଁ ଚାହୁଁଛି? ସେ ମାରିବା ପାଇଁ ଚାହୁଁଛି ନା? ପରମେଶ୍ୱରଙ୍କର କାମକୁ ଯେଉଁ ଯୋଜନା ପିତରଙ୍କୁ ରଖିଥିଲେ, ପିତରଙ୍କ ଦ୍ୱାରା ପରମେଶ୍ୱର କରିବା ପାଇଁ ଚାହୁଁଥିଲେ ନା, ସେ କାମକୁ ରଖିବା ପାଇଁ, ହଁ କି ନାହିଁ? ସେ କାମ ନ ବୋଲି ମାରିବା ପାଇଁ କେ ଚାହୁଁଛି? ଶୈତାନ ଚାହୁଁଛି ନା? କିନ୍ତୁ ଯେବେ ଆମେ ହଲ୍ ନାଇଟ୍ ପ୍ରାର୍ଥନା କରିବୁ ନା, এই শয়তানর কাম সব কোন হয়ে যাব? সাপা হয়ে যাব। বলো যীশু মহারাজ কি হালেলুয়া হালেলুয়া। সেই দিন রাজা জানি পারলা যে এমানকর রাজা কোন গোটে অদ্ভুত পুরাপুরি। বলো যীশু মহারাজ কি হালেলুয়া। মোর প্লানিং সবু ফেল, মোর কাম সবু কোনটা ফেল। ହାଲେଲୁୟା। ସବୁ ଚାବିକାଠି, ସବୁ ଅଧିକାର ପୁଣି କାହାର ହାତରେ? କଣ୍ଟ୍ରୋଲ କାହାର ହାତରେ ହେଇଗଲା? ସଦାପ୍ରଭୁ ପରମେଶ୍ୱରଙ୍କର ଉପରେ ସବୁ କଣ୍ଟ୍ରୋଲ ହେଇଗଲା। ବୋଲ ଯୀଶୁ ମହାରାଜ କି ହାଲେଲୁୟା ହାଲେଲୁୟା। ପ୍ରଭୁ ଏ ବାକ୍ୟ ଦେଇ ଆଜି ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଥ୍ୟାଙ୍କ ୟୁ।